ଭାରତର ସମ୍ପତ୍ତିକୁ ବିକ୍ରି କରିବାର କୌଣସି ପ୍ରୟାସ ତା ଭିତରେ ନଥିଲା, ବରଂ ଭାରତକୁ ସମ୍ପତ୍ତି ଆଣିବାର ପ୍ରୟାସ ଥିଲା। ସାରା ବିଶ୍ୱରେ ଅର୍ଥନୀତିର ଗୋଟେ ବିଡ଼ମ୍ବନା ଦେଖାଯାଇଥିଲା, ବିପର୍ଯ୍ୟୟ ଦେଖାଯାଇଥିଲା। ସେତେବେଳେ ମନମୋହନ ସିଂ ଭାରତବର୍ଷକୁ ଏଥିରୁ ମୁକାଳିକି ରଖିଦେଇଥିଲେ। ଆଜି ଭାରତବର୍ଷରେ ଜଣେ ବିଶିଷ୍ଟ ଅର୍ଥଶାସ୍ତ୍ରୀ ଅର୍ଥନୀତିଜ୍ଞଙ୍କୁ ହରାଇ ବସିଲା, ଯାହାଙ୍କୁ ବିଶ୍ୱର ବଡ଼ ବଡ଼ ଅର୍ଥଶାସ୍ତ୍ରୀ ମାନେ ସମ୍ମାନ କରନ୍ତି। ଅମର୍ତ୍ୟ ସେନ ଯେଉଁମାନେ ନୋବେଲ ଲରେଟ୍ ଯେଉଁମାନେ ପାଇଥିଲେ, ନୋବେଲ ପ୍ରାଇଜ୍ ପାଇଥିଲେ ଅର୍ଥଶାସ୍ତ୍ରରେ, ସେମାନେ ସମସ୍ତେ ସମ୍ମାନ କରନ୍ତି ମନମୋହନ ସିଂଙ୍କୁ। କାରଣ ତାଙ୍କ ବିଚାର, ତାଙ୍କର ସୋଚ, ତାଙ୍କର ଯେଉଁ କାର୍ଯ୍ୟକାରିତା କରିବା, ଅର୍ଥନୀତିକୁ କାର୍ଯ୍ୟରେ ପରିଣତ କରିବା ଏବଂ ଏକ ଦୃଢ଼ ଭାବରେ ସେ କରୁଥିଲେ। ଏବଂ ଭାରତବର୍ଷ ଯେତେବେଳେ ଖୁବ୍ ଖରାପ ସ୍ଥିତିରେ ଥିଲା, 1991 ମସିହାରେ ସେ ଅର୍ଥମନ୍ତ୍ରୀ ଭାବରେ ଆସିଲା ପରେ ଭାରତବର୍ଷରେ ଉଦାରବାଦୀ ଅର୍ଥନୀତି ଅନେକ ସମାଲୋଚନା ସତ୍ତ୍ୱେ ସେ ସାମ୍ନାକୁ ଆଣିଲେ, ଯାହା ଫଳରେ ଆଜି ଭାରତବର୍ଷ ଆଜି ଏକ ଉଚ୍ଚ କୋଟିର ଅର୍ଥନୀତିରେ ପହଞ୍ଚି ପାରିଛି। ଦ୍ୱିତୀୟତଃ, ଯେତେବେଳେ 2007-8 ମସିହାରେ ସାରା ବିଶ୍ୱରେ ଅର୍ଥନୀତିର ଗୋଟେ ବିଡ଼ମ୍ବନା ଦେଖାଯାଇଥିଲା, ବିପର୍ଯ୍ୟୟ ଦେଖାଯାଇଥିଲା, ସେତେବେଳେ ମନମୋହନ ସିଂ ଭାରତବର୍ଷକୁ ଏଥିରୁ ମୁକାଳିକି ରଖିଦେଇଥିଲେ। ଭାରତବର୍ଷର ଏହି ସମସ୍ତ ଅର୍ଥନୈତିକ ଦୁର୍ଗତି ସମୟରେ ମନମୋହନ ସିଂଙ୍କର ବିକାଶ ବିଚାର ତାକୁ ବଞ୍ଚେଇ ରଖିଥିଲା ଏବଂ ଅନେକ ଜନମଙ୍ଗଳକାରୀ ଆଇନ ତାଙ୍କ ସମୟରେ ହେଇଥିଲା। ଆମେ ଯଦି ମନେ ରଖିବା, ରାଇଟ୍ ଟୁ ଇନଫର୍ମେସନ୍ ଆକ୍ଟ, ଫୁଡ୍ ସିକ୍ୟୁରିଟି ଆକ୍ଟ, ମହାତ୍ମା ଗାନ୍ଧୀ ନରେଗା ଆକ୍ଟ, ଏ ସବୁଗୁଡ଼ିକ ମନମୋହନ ସିଂଙ୍କ ସମୟରେ ହେଇଥିଲା। ମନମୋହନ ସିଂଙ୍କର ଆଉ ଗୋଟିଏ ବଡ଼ ଗୁଣ ହେଲା, ସେ ବିରୋଧୀ ଦଳର ଯଦି ଭଲ କାମ ଦେଖୁଥିଲେ ତାକୁ ସମ୍ମାନ ଦେଉଥିଲେ ଏବଂ କାର୍ଯ୍ୟକାରୀ କରୁ। ଆଜି ଦିନରେ ଆମେ ତ ସ୍କିମ୍ ବଦଳେଇ ଦେଉଛେ, ଯଦି ଇନ୍ଦିରା ଆବାସ ଯୋଜନା ଅଛି ତାକୁ ବଦଳେଇ ଦେଇକି ତା ନାଁ କେମିତି ଲୋପ ପାଇବ, ସେଥିପାଇଁ ଗୋଟେ ଆବାସ ଯୋଜନା ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବୋଲି କହୁଛେ। କିନ୍ତୁ ମନମୋହନ ସିଂ ଯେତେବେଳେ ଅଟଳ ବିହାରୀ ବାଜପେୟୀ ଗାଁ ଗହଳରେ ରାସ୍ତାଘାଟ କରିବା ପାଇଁ କି କାମ ପ୍ରାଇମ ମିନିଷ୍ଟର ସଡ଼କ ଯୋଜନା କରିଥିଲେ, ସେକୁ ଆହୁରି ଅଧିକ କେମିତି କ୍ଷିପ୍ର ଗତିରେ ହେଇପାରିବ, ସାରା ଓଡ଼ିଶା ସାରା ଭାରତବର୍ଷରେ ବିଛାଡ଼ି ହେଇପାରିବ, ତାଙ୍କରି ଯେଉଁ 10 ବର୍ଷ ଶାସନରେ ବହୁ ପରିମାଣରେ ଅର୍ଥ ବିନିଯୋଗ କରିଥିଲେ। ଏସବୁ ହେଉଛି ତାଙ୍କର କାର୍ଯ୍ୟକ୍ରମ। ନା, ମୋ ଜମା ଆଦୌ ଦେଖା ତାଙ୍କ ସାଙ୍ଗେ ହେଇନାହିଁ, କିନ୍ତୁ ମୁଁ ତାଙ୍କର ଅର୍ଥନୀତିର ତାଙ୍କ ଅର୍ଥନୀତିରେ ସବୁଠାରୁ ବଡ଼ ଗୁଣ ହେଲା, ଉଦାରବାଦୀ ଅର୍ଥନୀତି କଲେ ମଧ୍ୟ ଭାରତର ସମ୍ପତ୍ତିକୁ ବିକ୍ରି କରିବାର କୌଣସି ପ୍ରୟାସ ତା ଭିତରେ ନଥିଲା, ବରଂ ଭାରତକୁ ସମ୍ପତ୍ତି ଆଣିବାର ପ୍ରୟାସ ଥିଲା। ତେଣୁ ମୁଁ ସେ ପ୍ରକାର ଏକ ଅର୍ଥନୀତିରେ ବିଶ୍ୱାସ କରେ ଏବଂ ମୁଁ ତାଙ୍କର ଦୂରରେ ଏକଲବ୍ୟ ହେଲେ ମଧ୍ୟ ମୋତେ କୁହାଯାଇପାରିବ। ଯଦି ଆପଣଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଲା ତେବେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲନ୍ତୁ ନାହିଁ।